ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ମାନ୍ୟବର କୃଷ୍ଣଚନ୍ଦ୍ର ପାତ୍ର କନ୍ଧମାଳକୁ ଦିନିକିଆ ଗସ୍ତ କରିଛନ୍ତି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନର ତୁମୁଡ଼ିବନ୍ଧ ଜାଳେସପଙ୍ଗା ଆଶ୍ରମ ପରିଦର୍ଶନ ଓ ପରିଚାଳନା ଦାୟିତ୍ୱରେ ଥିବା ସ୍ୱାମୀଜୀ ନିତ୍ୟାନନ୍ଦ ପୁରୀଙ୍କୁ ଭେଟିଥିଲେ। ଅନ୍ତେବାସୀ ପିଲାଙ୍କ ପାଇଁ ଆସୁଥିବା ଚାଉଳ 2019 ମସିହା ଠାରୁ ବନ୍ଦ ହୋଇଯାଇଥିବା କଥା ଅନ୍ତେବାସୀମାନେ ଜଣାଇଥିଲେ। ମାନ୍ୟବର ମନ୍ତ୍ରୀ ତାଙ୍କର ବନ୍ଦ ହୋଇଥିବା ଚାଉଳ ଖୁବ୍ ଶୀଘ୍ର ଆଶ୍ରମକୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୁଣି ଦଳୀୟ କର୍ମୀଙ୍କ ସହିତ ଆଗାମୀ ଦିନରେ ଥିବା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିବା ସହିତ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବରେନ୍ଦ୍ର ମାଝୀ ସମେତ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବାଲିଗୁଡ଼ା ସାଂସଦ ପ୍ରତିନିଧି, ସମସ୍ତ ଦଳୀୟ ନେତା ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବହୁ ବିଜେପି ବରିଷ୍ଠ କର୍ମୀ ଉପସ୍ଥିତ ରହି ତାଙ୍କୁ ଆଡମ୍ବରରେ ପାରମ୍ପରିକ ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମାନ୍ୟବର ଯୋଗାଣ ମନ୍ତ୍ରୀ ବାଲିଗୁଡ଼ା ମଣ୍ଡଳର ବିଜେପି କର୍ମୀଙ୍କୁ ଭେଟି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଫୁଲବାଣୀ ଅଭିମୁଖେ ଯାତ୍ରା କରିଥିଲେ। ମୋର ସୌଭାଗ୍ୟ ଯେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଯିଏକି ସ୍ୱର୍ଗବାସ ହୋଇଯାଇଛି ତାଙ୍କର, ମୁଁ ଏ ଆଶ୍ରମ ଆସି ପାଦ ଦେଲି ଆଉ ଆଶ୍ରମର ଭଲ ମନ୍ଦ ବୁଝିଲି। ଏଠି ଆମର ବାବା ଅଛନ୍ତି ଜୀବନ ମୁକ୍ତାନନ୍ଦଜୀ, ତାଙ୍କର ମଧ୍ୟ ଆଶୀର୍ବାଦ ଲାଭ କଲି। ଏ ବଡ଼ ସୌଭାଗ୍ୟର ମୋତେ ମିଳିଲା। ଆଉ ଏଠି ଯେଉଁ ଚାଉଳ 2019 ମସିହାରେ ବନ୍ଦ ହୋଇଯାଇଛି ତାକୁ ଚାଉଳ ପୁଣି ସରକାର ଦେବେ ଆଉ ସମସ୍ତେ ଚାଉଳ ପାଇବେ, କିଛି ଅସୁବିଧା ନାହିଁ। ସେଇଟା ଘୋଷଣା କରିବାକୁ ବି ଆସିଥିଲି, ଘୋଷଣା ହୋଇଗଲା। ସରକାରୀ କର୍ମଚାରୀମାନେ ଏଠି ଥିଲେ, ତାଙ୍କ ଆଗରେ ବି ଡିକ୍ଲାର କରିଦିଆଗଲା। ତେଣୁ ଯାହା ଅସୁବିଧା ହେବ ଏ ଆଶ୍ରମର ଅସୁବିଧା ସୁବିଧା ନିଶ୍ଚିତ ଭାବରେ ସରକାର ତାକୁ ନିଶ୍ଚିତ ଭାବରେ ପୂରଣ କରିବେ। এইটি সবু অঙ্গনবাড়ি এবং স্কুল জায়গায় দেখা যাচ্ছে যে চাউল বস্তায় 4 ରୁ 5 কিলো কম রয়েছে, তাকে বারম্বার আপনার কহা সত্ত্বে মধ্যে এভাবে চালিছে কন্ধমাল জেলার, কোণ কহবে? দেখুন এগুড়াক যদি লিখিত আকারে কমপ্লেন দেবে যেটি আমি তাকে স্কোয়াড পঠাইবু, স্কোয়াড পঠাইকি দেখবু। প্রকৃতরে যদি সেমতি সঠিক ভাবে খবর মিলব আমি আকশন নেবু। যে বি চোরি করছে সে ধরা পড়ব, তা বিরুদ্ধে আকশন নিয়ে। আলু সমস্যা কোণ কহবে? আলু সমস্যা নেই, আলু সমস্যা আউ তো সমস্যা হয়েকি না। আলু আসলানি হারি সব 30 টଙ୍କା 32 ଟଙ୍କାରେ ମିଳିଲାଣି ଚାରିଆଡ଼େ। ବର୍ତ୍ତମାନ ଏଇ ଯେଉଁ ସମସ୍ୟା ଅଛି ଏ ସମସ୍ୟା ପରମାନେଣ୍ଟ ୟାର ମାନେ ନିଦାନ ପାଇଁ ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଡିସିସନ୍ ନେଇଛନ୍ତି। 58ଟି କୋଲ୍ଡ ଷ୍ଟୋର ବର୍ତ୍ତମାନ ପ୍ରତିଷ୍ଠା ହେବ ବୋଲି ଫାଇନାନ୍ସ ବି କରିସାରିଛନ୍ତି। 58ଟା ସବ୍ ଡିଭିଜନରେ 58ଟା କୋଲ୍ଡ ଷ୍ଟୋର ହେବ। ତେଣୁ ଆମେ ଆଳୁ ୟା ପରେ ପ୍ରଡକ୍ସନ୍ କରିବା, ସବୁ ଜାଗାରେ ଆଳୁ ପ୍ରଡକ୍ସନ୍ ହେବ। ଆମେ ଆଳୁ ଆଉ ବାହାର କୌଣସି ରାଜ୍ୟରୁ ମଗେଇବା ନାହିଁ, ପିଆଜ ଆଉ ବାହାରୁ ମଗା ହେବ ନାହିଁ। ତାର ପୁରା ପ୍ଲାନ୍ ତିଆରି ହେଉଛି, ତାର ମାନେ ରୋଡ଼ ମ୍ୟାପ୍ ତିଆରି ହେଉଛି, ସରକାର କରୁଛନ୍ତି। ଆଗକୁ ରାଜ୍ୟ ସ୍ୱୟଂ ସମ୍ପୂର୍ଣ୍ଣ ହେବ। କାହିଁକିନା ଗତ 24 ବର୍ଷ ଭିତରେ କୌଣସି ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହୋଇନଥିଲା, ନା କୋଲ୍ଡ ଷ୍ଟୋର ଥିଲା, ନା ଇରିଗେସନ୍ ଥିଲା, ନା କୃଷକମାନଙ୍କ ପାଇଁ ପ୍ରୋତ୍ସାହିତ ଥିଲା। ତେଣୁ ଇଏ ସରକାର ଆସିବା କ୍ଷଣି କୃଷକମାନଙ୍କ ପାଇଁ ଚିନ୍ତା କରିଛି। ବର୍ତ୍ତମାନ ଧାନ କୁଇଣ୍ଟାଲ 3100 ଟଙ୍କା ଦିଆଯିବ। এই ବହୁତ ବଡ଼ ଡିସିସନ୍ ବର୍ତ୍ତମାନ ସରକାର ନେଇଛନ୍ତି। ତେଣୁ କୃଷକମାନଙ୍କ ପାଇଁ ସରକାର କାମ କରିବ। ଆମେ ମଧ୍ୟ କଥା ଦେଉଛୁ ଯେ ବର୍ଷେ 2 ବର୍ଷ ଭିତରେ ଆମେ ନିଶ୍ଚୟ ସବୁ କ୍ଷେତ୍ରରେ ଆଳୁ ପିଆଜ ସବୁ କ୍ଷେତ୍ରରେ ଆମେ ସ୍ୱୟଂ ସମ୍ପୂର୍ଣ୍ଣ ନିଶ୍ଚିତ। কার্ড জায়গার যে বিকেন্দ্রীকরণ করবে, কার্ড সবু পাইবে কেমতি তার সুবিধা করবে? দেখুন কার্ড গুড়িক বর্তমান আমি EKYC মেথডরে তাকে আমি চেক করছু, কোটি কেতে ফলস কার্ড অছি তাকে বাহারি করছু। ফলস কার্ড গুড়া ডিলিট করা যাব এবং যোটি যোগ্য হিতাধিকারী অনেক তাঁকু সেটি কার্ড দিয়াଯିব। এই ব্যবস্থা বর্তমান চালিছি, কি সময় লাগিব। না মুখ্যমন্ত্রী মান্যবর আসবে, তাঁর গস্ত অছি, সে নিশ্চিত ভাবে কিছু ডিক্লেয়ার করবে, আমি তাঁর মুহর শুণবা, এটা ভালো হব। কলাহান্ডির আজ আপনার কোণ বিভিন্ন মিল উপরে চড়াও করছেন, কোণ তা উপরে? না যে মিল বিরুদ্ধে কমপ্লেন লা, লিখিত কমপ্লেন, সে মিল উপরে চড়াও হয়েছে। পুনি ইনকোয়ারির রিপোর্ট আসব, রিপোর্ট আসলা পরে আকশন নিয়ে। ব্যুরো রিপোর্ট, বিশ্ববাণী লাইভ।